ଜୟ ଜଗନ୍ନାଥ। ଆସନ୍ତୁ ଡିସ୍କସନ୍ କରିବା ଉଭୟ ମ୍ୟାଚ୍ ଶ୍ରୀଲଙ୍କା ଭର୍ସେସ୍ ଇଂଲଣ୍ଡ ଆଣ୍ଡ ଇଣ୍ଡିଆ ଭର୍ସେସ୍ ସାଉଥ୍ ଆଫ୍ରିକା। ଉଭୟ ମ୍ୟାଚ୍ରେ ହୋଷ୍ଟ ଟିମ୍ ହଗି ଦେଇଛନ୍ତି, ଛେରି ଦେଇଛନ୍ତି, ସବୁ କରିଦେଇଛନ୍ତି। ତାଙ୍କର ଇଚ୍ଛା ନଥିଲା ଯେମିତି ଖେଳିବାର। ପ୍ରଥମେ ଆସନ୍ତୁ ଡିସ୍କସନ୍ କରିବା ଶ୍ରୀଲଙ୍କା ଭର୍ସେସ୍ ଇଂଲଣ୍ଡ, ଯେଉଁଥିରେ ଶ୍ରୀଲଙ୍କା ନିଜର ହିତରେ ବନେଇଥିଲା ସେ ପିଚ୍ଟା। ସ୍ପିନ୍ ପିଚ୍ ବନେଇଥିଲା। ସେ ଜାଣିଥିଲା ଇଂଲଣ୍ଡ ବାଲା ଜମା ଭଲସେ ଖେଳିପାରିବେନି ସ୍ପିନ୍, ତ ସେଥିପାଇଁ ସେ ସ୍ପିନ୍ ପିଚ୍ ବନେଇଥିଲା। ଦେଖିଲା ବେଳକୁ ସେଇ ସ୍ପିନ୍ ଖାଲରେ ନିଜେ ପଡ଼ିଗଲା ଶ୍ରୀଲଙ୍କା। ଏବେ ତାଙ୍କ ନେଟ୍ ରନ୍ ରେଟ୍ ବହୁତ ଖରାପ, ଯେଉଁଥିରେ ପାକିସ୍ତାନକୁ ମାନେ ପଜିଟିଭ୍ ପଏଣ୍ଟ ମିଳିଯାଉଛି। କ'ଣ ନା, ଯଦି ସେମାନେ ଯଦି ଗୋଟାଏ ଜିତି ଯାଉଛନ୍ତି, ଇଫ୍ ଇଂଲଣ୍ଡ ଠାରୁ ସେ ଜିତି ଯାଉଛନ୍ତି ଆଉ ନ୍ୟୁଜିଲାଣ୍ଡ ନେକ୍ସଟ ଦୁଇଟା ଜିତି ଯାଉଛନ୍ତି, ଦେନ୍ ପାକିସ୍ତାନ ସେମିଫାଇନାଲ୍ ପଳେଇବ। ତ ସେମାନେ ସେଇ ହୋପରେ ଅଛନ୍ତି ସେ ଗ୍ରୁପରେ। ଆଉ ମୋତେ ଲାଗିଲା ଯେ ଖାଲି ତାଙ୍କରି କ୍ୟାପ୍ଟେନ୍, କାହା କ୍ୟାପ୍ଟେନ୍ ନା ଶ୍ରୀଲଙ୍କା କ୍ୟାପ୍ଟେନ୍, ଓନ୍ଲି ଶ୍ରୀଲଙ୍କା ହିଁ କ୍ୟାପ୍ଟେନ୍ ତାଙ୍କର ଲଢ଼ିଥିଲା ସେ ମ୍ୟାଚ୍ରେ। 30 ରନ୍ ବାଡ଼େଇଥିଲା, ଆଉ କେହି ବାଡ଼େଇବାକୁ ତାଙ୍କର ଇଚ୍ଛା ନଥିଲା। ଯେମିତିକି ପେଟ ସମସ୍ତଙ୍କ ଖରାପ, ଝାଡ଼ା ବାନ୍ତି ହେଇକି ଆଇଛନ୍ତି, ଦୁର୍ବଳ ଥିଲେ, ଇଚ୍ଛା ନଥିଲା କ୍ୟାଚ୍ ଫ୍ୟାଚ୍ ଧରିବାର, ଯେଉଁ ଛକା ଚାରି ମାରିବାର ସେମିତିଆ। ଆଉ ଯେତେ ବୋଲର ଭଲ ବୋଲିଂ କଲେ କ'ଣ ହେବ, ବ୍ୟାଟ୍ସମ୍ୟାନ୍ ଯଦି ତାଙ୍କର ଯଦି ଏଫର୍ଟ ନ ଦେବେ ଆଉ କ'ଣ କରିବ ସେଠି। 8ଟା 9ଟା ବ୍ୟାଟ୍ସମ୍ୟାନ୍ ନେଇକି ଯଦି ତୁମେ ହାରିବ, ସେମ୍ ସିଚୁଏସନ୍ ଇଣ୍ଡିଆର 8ଟା ବ୍ୟାଟ୍ସମ୍ୟାନ୍ ନେଇକି ବି ହାରିଲେ। ମୁଁ ଆଗରୁ କହିଛି 170 ରନ୍ ଯଦି ଇଣ୍ଡିଆ ଫାଷ୍ଟ ବ୍ୟାଟିଂ କରିଦେବ ଚାପିଦେବ, କାରଣ ଇଣ୍ଡିଆ ବୋଲିଂ ଲାଇନ୍ ଅପ୍ ଉପରେ ମୋତେ ସେତିକି ବିଶ୍ୱାସ ଥିଲା। ହେଲେ ଇଣ୍ଡିଆ ବୋଲିଂ ଲାଇନ୍ ଅପ୍ ଯେଉଁ ଆମର ସୁପର 8 ସାଉଥ୍ ଆଫ୍ରିକା ଭର୍ସେସ୍ ଇଣ୍ଡିଆ ମ୍ୟାଚ୍ ହେଲା, ସେ ଧାର ମୋତେ ଦେଖାଗଲାନି। ଖାଲି 2ଟା ବୋଲର ଭଲ ବୋଲିଂ କଲେ, ସେଇଟା ତ 100% ସମସ୍ତଙ୍କର ହୋପ୍ ଥିବ କି ନାହିଁ କ'ଣ। ଆମର ହାର୍ଦ୍ଦିକ ପାଣ୍ଡ୍ୟା କହିଲି, ଆମର ବୁମ୍ରା ଆଉ ଅର୍ଷଦୀପ ସିଂ ଭଲ ବୋଲିଂ କରେ, ସେଇଟା ଦେଖେଇଦେଲେ ସେମାନେ ଭଲ ବୋଲିଂ କରିକି। ନେକ୍ସଟ 12 ଓଭରରେ ଆଉ ଯେତିକି ରହିଲା, 8 ଓଭର ଏମାନେ ଖାଇଛନ୍ତି 40 ରନ୍, ନେକ୍ସଟ 12 ଓଭର ଏମାନେ ଖାଇଛନ୍ତି 140 ରନ୍ 2ଟା ୱିକେଟ୍ରେ। ମାନେ ଏମାନେ ଏତେ ମାଡ଼ୁଆ ବୋଲର ହେଇଗଲେଣି। ଆଉ ହ୍ୟାଟ୍ସଅପ୍ ସାଉଥ୍ ଆଫ୍ରିକା ଟିମ୍କୁ, ଯିଏ ତାଙ୍କ ରିଭେଞ୍ଜ କଣ୍ଟିନ୍ୟୁ କରିକି ନେଇଗଲେ, କହି ନେଲେ। ପୁଣି ନେଲା କିଏ? ଡେଭିଡ୍ ମିଲର, କିଲର ମିଲର କହି ନେଲା। କହିଲା ଆର୍ଥରିକ ଲଙ୍ଗନ କରିକି ଯେଉଁ ମୋ ମୁଣ୍ଡଟାକୁ ମୋ ଯାହା କରିଥିଲ, ସେ ଏନ୍ ମୁଣ୍ଡ ଧରିକି ବସିଥିଲା। ସେଟା ଲାଷ୍ଟ ଓଭରକୁ 15 ରନ୍, ବୋଲର ନାହାନ୍ତି, କ'ଣ ହେଲା? 2024 ୱାର୍ଲଡ଼ କପ୍ କଥା କହୁଛି। ସେ ୱାର୍ଲଡ଼ କପ୍ର ରିଭେଞ୍ଜ ଏକୁଟିଆ ନେଇଗଲା। କାହିଁ ଏକୁଟିଆ ନେଲା ନା, ଯେଉଁଠି 20 ରନ୍ରେ 3ଟା ୱିକେଟ୍ ଯାଇଥିଲା ସାଉଥ୍ ଆଫ୍ରିକାର, ମୋତେ ସେତେବେଳେ ଲାଗିଲା କି ମୋତେ କ'ଣ ଭାରତ ବର୍ଷରେ ଯେତିକ ସବୁ କ୍ରିକେଟ୍ ଫ୍ୟାନ୍ ମାନେ ଯେତିକ ସବୁ ଦେଖୁଥିଲେ ଭାରତର, ତ ତାଙ୍କୁ ବି ଲାଗିଥିବ 20 ରନ୍ରେ 3ଟା ମାନେ ସାଉଥ୍ ଆଫ୍ରିକା 110, 15, 20 ଭିତରେ ରହିଲା। ସେ ଟିକିଟୋକା ବ୍ରେଭିସ୍ ଆଉ ଆମର କ'ଣ ତା ନାଁଟା, କିଲର ମିଲର। ଭାଇ ତାଙ୍କ ପାର୍ଟନରସିପ୍ ଦେଖିବ, 50ଟା ବଲକୁ 100 ପାର୍ଟନରସିପ୍। ଭାଇ 10 ଓଭର ଖେଳିଲାଣି 100 ପାର୍ଟନରସିପ୍ କରିକି। ସେ ଯଦି ସେ ଟିକିଟୋକା ଯଦି ଥାନ୍ତା ଡିୱାଲ୍ ବ୍ରେଭିସ୍, ମୋତେ ଲାଗୁଛି ମାନେ 187 ମାଇଲେ 220 ନହେଲେ 215 ଥୋଇ ଦେଇଥାନ୍ତେ। ଆଉ ଯେତେବେଳେ 187 କଲେ, ଅଲରେଡ଼ି ରୁମର୍ସ ପଳେଇ ଆସିଲା କି ଇଣ୍ଡିଆ ତା ଜୀବନ ବୁନିୟାଦିରେ 150 ଟାର୍ଗେଟ୍ କ୍ଲିଅର କରିନି, 150 ଉପରକୁ କ୍ଲିଅର କରିନାହିଁ। ଯେତେବେଳେ ବିରାଟ କୋହଲି ନଥିଲା ଅବସ୍ଥାରେ, ବିରାଟ କୋହଲି ଥିଲା ଅବସ୍ଥାରେ 3 ଥର ନା 4 ଥର, ସେଇ ବିରାଟ କୋହଲି 2-3 ଥର ଯାହା ଚେସ୍ କରିଛି 150 ରନ୍ ପ୍ଲସ୍, ସେଇ ପାକିସ୍ତାନ ବିରୁଦ୍ଧରେ। ବାହାର ଟିମ୍ ବିପକ୍ଷରେ ଏମାନେ ଜମା କରିନାହାନ୍ତି। ତ ଏମାନଙ୍କର ମୋତେ ଲାଗୁନାହିଁ କାଲି ବ୍ୟାଟିଂ କରିବାର ଇଚ୍ଛା ଥିଲା। ଅଭିଷେକ ଶର୍ମା ଖେଳିବା ଯା ନ ଖେଳିବା ସହିତ ସମାନ କାଲି। 15 ରନ୍ କେଉଁ କୂଳକୁ ନୁହଁ ଭାଇ। 4ଟା ମ୍ୟାଚ୍, 3ଟା ମ୍ୟାଚ୍ ଲଗାତାର ଯଦି ଶୂନ କରିକି ଯଦି ଆଉଟ୍ ହେଉଛ, ଚତୁର୍ଥ ମ୍ୟାଚ୍ ଯଦି ତୁମେ 60-70 ରନ୍ ବାଡ଼େଇଥାଲେ, ଅନ୍ୟ ବ୍ୟାଟ୍ସମ୍ୟାନ୍ ଯେଉଁ ଆସିଥିଲେ ତାଙ୍କୁ ଟିକେ ନାକୁ ସୁବିଧା ହେଇଥାନ୍ତା ମାରିବାକୁ। ଆଉ କ'ଣ ଭାବିକି ସିଏ ଷ୍ଟ୍ରାଇକ୍ କାଲି ନେଲାନି, କି 0 ହେଉଛି ବୋଲି ନେଲାନି, କ'ଣ ସେଇଟା ବୁଝିପାରୁନି। ସେଇଟା ଇମ୍ପାକ୍ଟ ପଡ଼ିଲା କାହା ଉପରେ ନା ଇଶାନ କିଶାନ ଉପରେ। ଇଶାନ କିଶାନ କାଲି ତାର ଜମା ବେଷ୍ଟ କ'ଣ କିଛି ତ ଦେଲାନି ଆଉ, ଯାହାଫଳରେ କି ଏବେ ପୁରା ଫେଭରେଟ୍ ବନିଯାଉଛି ସଞ୍ଜୁ ସାମସନ୍ ଖେଳିବ। ତିଲକ ବର୍ମା 100% ବାହାରିବ ଆର ମ୍ୟାଚ୍ରେ। ଜମା ତାର ପ୍ରଦର୍ଶନ ମୋତେ ଯେତିକି ଯାହା ମୁଁ ସପୋର୍ଟ କରୁଥିଲି ତିଲକ ବର୍ମାକୁ, କାହିଁକିନା ସିଏ ଷ୍ଟେଡ଼ି ପ୍ଲେୟାର,
ବିରାଟ କୋହଲି ଭଳିଆ ରନ୍ ରନ୍ ବଲ୍ ଗଡ଼େଇ 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 ଲାଷ୍ଟକୁ ସିଏ ମାରିବ। ଏଇ ମେନ୍ ମ୍ୟାଚ୍ ଯେଉଁଠି ତମେ ହଗୁଛ ଆଉ କ'ଣ ଅଛି? ମେନ୍ ମ୍ୟାଚ୍ ତମେ ହଗିଲ। ଆରେ ଅଲରେଡ଼ି ସାଉଥ ଆଫ୍ରିକା ଇଣ୍ଡିଆ ଏଇଟା ଫାଇନାଲ୍ ମ୍ୟାଚ୍ କହିଲେ ଚଳେ। ସିଏ ମାରିବେ 187, ତମେ 170 ପର୍ଯ୍ୟନ୍ତ ବି ଗଲନି। ନେଟ୍ ରନ୍ ରେଟ୍ ପୁରା ହେଭି ତଳେ ଡାଉନ୍ ପଡ଼ିଲା। ସେଠି ମାନେ କନଫିଡେନ୍ସ ଆସିଥିବ ୱେଷ୍ଟଇଣ୍ଡିଜ୍ ଆଉ କ'ଣ ତା ନାଁଟା ଜିମ୍ବାବୁକୁ। ସିଏ ବି ତାଙ୍କର ଜିମ୍ବାବୁ ପୁଣି ହରେଇକି ଆଇଛି କାହାକୁ? ଅଷ୍ଟ୍ରେଲିଆକୁ। ଏଇଟା ଭୁଲନ୍ତୁ ନାହିଁ, ଜିମ୍ବାବୁ ହରେଇକି ଆଇଛି ଅଷ୍ଟ୍ରେଲିଆକୁ। ତ ତାଙ୍କୁ ପୁରା ପୁରା କନଫିଡେନ୍ସ ଆସିଯାଇଥିବ ନାଇଁ ଇଏ ଇଣ୍ଡିଆ ଯଦି 110 ରନ୍ 12 ରନ୍ ଅଲ୍ ଆଉଟ୍ ହେଇପାରୁଛନ୍ତି, ଆମେ ଯଦି ତାଙ୍କୁ ଯଦି 150 ରନ୍ ରଖିଦେବୁ ଭାଇ ତାଙ୍କର ଗୋଟେ ବ୍ୟାଟ୍ସମ୍ୟାନ୍ ନଟ୍ ଆଉଟ୍ ପୁରା ଯେତେଟା 3 ନା 4 ଯେଉଁ ମ୍ୟାଚ୍ ଖେଳୁଛନ୍ତି, 3ଟା ମ୍ୟାଚ୍ ଖେଳୁଛନ୍ତି, 3ଟାକୁ 3ଟା ମ୍ୟାଚ୍ ସେ ଭାଇ ନଟ୍ ଆଉଟ୍ ରହିଛି। ଭାଇ 3ଟାକୁ 3ଟା ମ୍ୟାଚ୍ ସେ ନଟ୍ ଆଉଟ୍। ଆଉ କ'ଣ ଖେଳିବେ ଏମାନେ ଇଣ୍ଡିଆ ବାଲା ସେଇଟା ମୋତେ ଜଣାପଡ଼ୁନାହିଁ। ବ୍ୟାଟିଂ ଆଙ୍କର ଟୋଟାଲି କମଜୋରି ଇଣ୍ଡିଆର। ଯାହା ବୋଲିଂ ଯାହା ଲାଇନ୍ ଅପ୍ ତାଙ୍କର ଭଲ ଥିଲା, ମୁଁ ତ ସେଇଥିପାଇଁ ଆଗରୁ ଭାବିଥିଲି 170 ରନ୍ ଇଏ ଆଙ୍କୁ ବ୍ୟାଟିଂ ଦେଇଦେବେ, କାରଣ ଇଏ 4ଟାକୁ 4ଟା ବ୍ୟାଟିଂ କରିକି ଆଇଛନ୍ତି ଇଣ୍ଡିଆ ବାଲା। ଆଉ ସେମାନେ 4ଟାକୁ 4ଟା ଚେସ୍ କରିକି ଆସିଥିଲେ, 4ଟା ନୁହଁ 3ଟା ଚେସ୍ କରିକି ଆସିଥିଲେ ସାଉଥ ଆଫ୍ରିକା ବାଲା। ସାଉଥ ଆଫ୍ରିକା ଏବେ ଫେଭରେଟ୍ ହେଇଗଲା, ୱାର୍ଲଡ଼ କପ୍ ନେବାର ହକଦାର ହେଇଗଲା ବନିଗଲା। ତ ଲାଗୁଛି ଯେଉଁଠି ଇଣ୍ଡିଆ ସାଉଥ ଆଫ୍ରିକା ମୁହଁରୁ ଛଡ଼େଇକି ଆଣିଥିଲା ୱେଷ୍ଟଇଣ୍ଡିଜ୍ରୁ ବାରବାଡୋସ୍ରୁ, ସେଇଠି ଏବେ ସାଉଥ ଆଫ୍ରିକା କ'ଣ କରିବେ ନା ଇଣ୍ଡିଆରୁ ନେଇଯିବ ତାଙ୍କ ଦେଶକୁ। ଭାଇ ଏଇଟା ମୁଁ ତ ପ୍ରେଡ଼ିକ୍ସନ୍ କରୁନି, ମୋ ପ୍ରେଡ଼ିକ୍ସନ୍ ତ ସବୁ ଗଲତ ହେଇଗଲା। କାଲି ତାଙ୍କ କ୍ୟାପ୍ଟେନ୍ କରିଦେଲା ସବୁତିକ ଗଲତ। ମୁଁ ପ୍ରେଡ଼ିକ୍ସନ୍ କରୁନି, ଯଦି କହିବାକୁ ମୋତେ ବି ମାନେ ଭଲ ଲାଗୁନି କି ନାଇଁ ଇଣ୍ଡିଆ ଏମିତି ଖେଳିଲା ସେମିତି ଖେଳିଲା। ଅକ୍ଷର ପଟେଲ କ'ଣ ପାଇଁ ଖେଳିଲାନି ସେଇଟା ଭଗବାନ ଜାଣନ୍ତି। ଅକ୍ଷର ପଟେଲ ବଲ୍ ସେମାନେ ଟିକେ ଛନ୍ଦୁରି ହୁଅନ୍ତି, ସେ ମୁଁ ଭାବିଥିଲି ଅକ୍ଷର ପଟେଲ 100% ଖେଳିବ, ହେଲେ ଖେଳିଲେ ବି ନାହିଁ। ଆଉ ସେମିତି ଆମର ଇଂଲଣ୍ଡ ଶ୍ରୀଲଙ୍କାର ଖେଳ ହେଇଗଲା। ଶ୍ରୀଲଙ୍କାର କନଫିଡେନ୍ସ ଥିଲା କି ସେ ଜିତିବ ବୋଲି, ଦେଖିଲା ବେଳେ ନିଜେ ହାରିଗଲା। ଏବେ ଯଦି ଯେଉଁ ଇଂଲଣ୍ଡ ଯଦି ଜିତିଛି 2ଟାକୁ 2ଟା ହାରିଯାଉଛି, ପାକିସ୍ତାନ ସହିତ ନ୍ୟୁଜିଲାଣ୍ଡ ସହିତ ହାରିଯାଉଛି, ଇଂଲଣ୍ଡ ତ କଟିବ କଟିବ, ପାକିସ୍ତାନ ପଳେଇବ ସେମିଫାଇନାଲ୍। ଆଉ ନ୍ୟୁଜିଲାଣ୍ଡ ତ ଯଦି ଜିତିଯିବ 2ଟାକୁ 2ଟା ସିଏ ତ ପଳଉଛି ନା। ତ ସେମିଫାଇନାଲିଷ୍ଟ ଏଇଠୁ ମୁଁ କହିଦେଉଛି 3ଟା ସେମିଫାଇନାଲିଷ୍ଟ କିଏ କିଏ ହେବେ। 1ରେ ଯିବ ଆମର ତ ଗଲା ସାଉଥ ଆଫ୍ରିକା 100% ସିଓରିଟି, ତାପରେ 2ରେ ନ୍ୟୁଜିଲାଣ୍ଡ ଯଦି ଜିତିଲା, ତ ନେକ୍ସଟ ମ୍ୟାଚ୍ ଯଦି ଜିତିଲା ସିଏ ପଳେଇବ। ତାପରେ 2ରେ ଗଲା, 3ରେ ତ ପାକିସ୍ତାନ ଥୁଆ, ଏପଟ 4ରେ କିଏ ଅବା ଗବା ଯିବ ମୁଁ ଜାଣିନି। ଅବା ଗବା ଟିମ୍ ଅଛନ୍ତି, ଅବା ଗବା ଯିବେ ନା କିଏ ଯିବେ। ହଉ ଆଜି ପାଇଁ ଏତିକି। ତ ଯାହା ତାଙ୍କର ଖେଳ ଖେଳିବେ ସେଇଟା ତାଙ୍କ ପାଇଁ, ଆମେ ତ ଖାଲି ଯା ଦର୍ଶକ, ଯାହା ତାଙ୍କୁ ରିଭ୍ୟୁ ଦେଇପାରିବା କି ନାହିଁ। ଆମେ ସଜେସନ୍ ଦେଇ 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 ଥକିଲେ କ'ଣ, ସଜେସନ୍ ହୋପ୍ ହୁଏ ଆମ ସଜେସନ୍ ତାଙ୍କ ଟିମମେଟ୍ ବା ଟିମ୍ ମେମ୍ବର ପାଖକୁ ପହଞ୍ଚୁଥିବ କି ନାହିଁ। ହଁ ଯା ଲୋକ କହୁଛନ୍ତି ଏମିତି ସେମିତି କହୁଛନ୍ତି, ହେଲେ ଯେତେ ଯାହା କହିଲେ କ'ଣ, ଯେତେ ଯାହା କହିଲେ କ'ଣ ଭାଇ। ୟା ପୂର୍ବରୁ ତମେ ସାଉଥ ଆଫ୍ରିକା ସହିତ T20 ସିରିଜ୍ ଖେଳିଛ ଇଣ୍ଡିଆରେ 5ଟା, ଯେଉଁଠି ତମେ ଭଲ ପ୍ରଦର୍ଶନ କରିଥିଲ। ସେ ବ୍ଲାକ୍ ସହିଲେ କ'ଣ ସେ କି ପିଇଛି, ସେ ୱାର୍ଲଡ଼ କପ୍ 23ଟାକୁ ହରେଇଦେଲା। ଇଏ ଏଠି ଗୋଟେ କୁକୁର ଭଳିଆ ଆଙ୍କୁ ହରେଇଲା। ଏ ପିଚ୍ଟା କ'ଣ କି ଅନଲକି କି କ'ଣ କି ନା, ସେ ଷ୍ଟାଡ଼ିୟମଟା ଅନଲକି। ମେନ୍ ମ୍ୟାଚ୍ରେ ଏମାନେ ହଗୁଛନ୍ତି କ'ଣ କେଜାଣି, ଭଗବାନ ଜାଣନ୍ତି। ହଉ ଆଗକୁ ହୋପ୍ କର କି ଆମ ଇଣ୍ଡିଆ ଜିତୁ, ସେମିଫାଇନାଲ୍ ଯାଉ, ଫାଇନାଲ୍ ଯାଉ, ଆଉ କପ୍ଟା ବି ନେଇକି ଆସୁ। ଯେହେତୁ ଆମେ ଇଣ୍ଡିଆନ୍, ଆମେ ସବୁବେଳେ ଇଣ୍ଡିଆ ଭଲରେ ମନ୍ଦରେ ସପୋର୍ଟ କରିବା ଦରକାର ଅଛି। ହେଲେ ଯାହା ହେଲେ ବି ଦେଖ, ପ୍ଲେୟର ଆମେ ଇଣ୍ଡିଆ ଟିମ୍କୁ ସପୋର୍ଟ କରିବା, ପ୍ଲେୟରକୁ ସପୋର୍ଟ କରିବାନି। ତାଙ୍କୁ ପ୍ଲେୟରମାନଙ୍କୁ ଯଦି ତାଙ୍କୁ ଏତେ ଫ୍ୟାସିଲିଟି ଦିଆହେଇକି ଯଦି ଯାତ୍ରା କରୁଛନ୍ତି ସେମାନେ, ଭାଇ ତାଙ୍କୁ କାଢ଼ି ଦିଅ। ଭାଇ ମୋତେ ଲାଗୁଛି ସତରେ ସୁମନ ଗିଲ୍ ସେଟା ଗୁଣି କରୁଛି। ଆଉ ଆଜି ପାଇଁ ଏତିକି। ହୋପ୍ କର ଆଗକୁ ଇଣ୍ଡିଆ ଜିତୁ, ଆମେ ଏନ୍ଜୟ କରିବା ସେ ଇଣ୍ଡିଆ ୱିନ୍ ଫାଇନାଲ୍ ଯେତେବେଳେ ଜିତିବ। ନହେଲେ ନାହିଁ
100% ଏପଟେ ମୁଁ ପୁରା ଆଖି ବୁଝିକି ଏମିତି କହିଦେବି କି ପାକିସ୍ତାନ ଭର୍ସେସ୍ ଇଂଲଣ୍ଡ, ନହେଲେ ପାକିସ୍ତାନ ଭର୍ସେସ୍ ସାଉଥ ଆଫ୍ରିକା ଫାଇନାଲ୍ ହେବ, ଯେଉଁଟାକି ପାକିସ୍ତାନ ଜିତିବ। ଠାକୁରଙ୍କ ଦୟାରୁ ସେଇଟା ଆମ ପକ୍ଷରେ ନ ହଉ। ଜୟ ହିନ୍ଦ।